कृत्यं नरं चैव नरोत्तमं देवीं सरस्वतीं व्यासं ततो जयमुदीरयेत्। मूकं करोति वाचालं पङ्गुलङ्घयते गिरिं यत्कृपातमहं वन्दे परमानन्दमाधवम्। ॐ नमो भगवते वासुदेवाय। हरि ओम। प्रिय सज्जन मंडली, पूर्व भिडियो रे आमे अति बड़ी जगन्नाथ दास को प्रणीत श्रीमद् भागवत महापुराण प्रथम स्कंध त्रयोदश अध्याय पाठ करथिले। आज आसंतु आमे चतुर्दश अध्याय पाठ करिबा। तेबे चलंतु भिडियोटी आरंभ करिबा। ओम श्री परमात्मने नमः। श्रीमद् भागवत महापुराण प्रथम स्कंद चतुर्दश अध्याय। चौदे नानादि अरिष्टि दक्षिण व्याकुल युधिष्ठि। अर्जुन मुखरु शुणिले श्रीकृष्ण लीला सांबरिले। सुतोवाच अर्जुन राजार बचने गला जे द्वारका भुवने। बंधु बांधव तो आसे स्नेह जड़ित मोह पासे। माया मनुष्य रूप हरि छद्र में गृह बास करी। संसार जार खेल घर ब्रह्मा शंकरे अगोचर। विचार तार जानिबारे मिलिला द्वारका नगरे। केते हैं मास तोहि रही कृष्णर पादे चित दे। एमंते गला दिना केते चंचल युधिष्ठिर चिते। अर्जुन न मिलिला पासे घोर अद्भुत देखे त्रासे। कालर गति विपरीत अधर्मे प्राणींकर चित। पाप आचार कले दम्भे चंत्रित काम क्रोध लोभे। मित्र सुहृद सठमती पिता माता जे भ्राता ज्ञाति। स्वामी भारी जा पुत्र मेले रात्रि दिवस कली कले। निरते अरिष्ट सूचक प्रकाश होइला अनेक। पाप प्रभृति प्राणीकर देखि चकित नृपवर। भीमसेन पुराई पासे कहन्ति आपणा विश्वासे। युधिष्ठिर उवाच अर्जुन द्वारका भुवने गला बांधव दर्शने। कृष्ण महिमा कृष्ण संगे जानिबा पाई नाना रंगे। एबे शपथ मास गला तेबे हे अर्जुन ओइला। किबा के बण विपरीत तेणु चंचल मोर चित। कि हेतु मोर पास छाड़ी अर्जुन रहे लोभ बढ़ी। एहा तो न जानी न पारए भये व्याकुल मोर देही। नारद कही गले मोते से काल हेला बाप्रापते। क्रीडार शरीर उच्छन्न किबा इच्छिले भगवान। से हरि स्नेहे अप्रमादे मुझे बसिली राजपदे। द्वारा संपद प्राण मोर सर्वमंगल दामोदर। सकल राजा मोर पदे खटंती जाहार प्रसादे।
ତାହାର ଭଲେ ଭଲ ମୋର ସେ ହରି ଶରଣ ସୋଦର ଦେଖ ପ୍ରତକ୍ଷେ ବୃକୋଦର ଦିଶେ ଆକାଶ ଅନ୍ଧକାର ବିବିଧ ଉତ୍ପାତ ଗଗନେ ତେଣୁ ସଂଶୟ ମୋର ମନେ ଭୂମି ଆକାଶ ପ୍ରାଣୀ ମନ ଭয়ে କମ୍ପନ୍ତି ଛନ ଛନ ମୋହର ମନ ବୁଦ୍ଧି ଚିତେ କମ୍ପେ କଦଳୀ ଯେହ୍ନେ ବାତେ ଅରିଷ୍ଟ ସୂଚକ ସ୍ୱଭାବ ଏ ଯେ ନିକଟେ ଦୁଃଖ ଦେବ ଉରୁଲୋଚନ ବାହୁମାନ ବାମ ସ୍ଫୁରେ ଘନ ଘନ ଭয়ে କମ୍ପଇ ମୋ ଶରୀର ଦେଖ ପ୍ରତକ୍ଷେ ବୃକୋଦର ରବି ଉଦୟ କାଳେ ଆସି ଶୃଗାଳ ଯୁଥେ ବସି ପୂର୍ବ ଦିଗକୁ ମୁଖ କରି ବଦନୁ ଅନଳ ଉଦ୍ଗାରି କରନ୍ତି ଭୟଙ୍କର ନାଦ ଏସେ ସୂଚକ ପରମାଦ କୁକୁର ମୋର ମୁଖ ଚାହିଁ ନିର୍ଭୟ ରୋଦନ କରଇ ଶୃଗାଳେ ମୋର ବାମ ଭାଗେ ବେଗେ ପଳାନ୍ତି ଦକ୍ଷ ମାର୍ଗେ ଆବର ଶୁଭ ପଶୁ ଯେତେ ମୋତେ ଭଜନ୍ତି ବିପରୀତେ ଏ ମୋର ଗଜ ଅଶ୍ୱ ଯେତେ ମୋତେ ଚାହାନ୍ତି ଅଶ୍ରୁ ନେତ୍ରେ ଯମର ଦୂତ ପ୍ରାୟ ଆସି ବହୁ ଲୋକ ମୋର ଆଗେ ବସି ଶବଦେ କମ୍ପାଏ ମେଦିନୀ ମୋର ଚାହାନ୍ତେ ନୁହେଁ ତୁନି ପ୍ରତି ଉଲ୍ଲୁକ ମୁଖ ରାବଇ ଭୟଙ୍କର ଭାବେ ଏହାଙ୍କର ବେ ଶୂନ୍ୟମହି ପ୍ରଜାଏ ନ ରହିବେ କାହିଁ ଦେଖ ଏ ଧୂମ ଦୋଷ ଦିଶେ ଅନ୍ଧାର ପ୍ରାୟ ମହି ଦିଶେ ପର୍ବତ ତୁଲେ ବସୁନ୍ଧରି କମ୍ପଇ ଘୋର ନାଦ କରି ନିର୍ମେଘେ ନିର୍ଘାତ ଶୁଭଇ ବିଜୁଳି ତେଜ ଝଟକଇ ବାୟୁ ବହି ଖରତର ଧୂଳିରେ ଦିଗ ଅନ୍ଧକାର ରୁଧିର ବରସନ୍ତି ମେଘେ ଆମିଷ ଗନ୍ଧ ସର୍ବଦିଗେ ସୂର୍ଯ୍ୟର ଦେହେ ନାହିଁ ତେଜ ଦେଖ ଆକାଶେ ଗ୍ରହ ଯୁଦ୍ଧ ଦିଗେ ଦିଶନ୍ତି ଭୂତ ଗଣେ ଯେନେ ପୂରିତ ଅଗ୍ନିବାଣେ କ୍ଷୁଭିତ ଦିଶେ ନଦୀ ନଦ କରନ୍ତି ସିନ୍ଧୁ ପ୍ରାୟ ନାଦ ଜନ୍ତୁଙ୍କ ମନ ସେହି ମତେ ଅଦ୍ଭୁତ ପୁରିଲା ଜଗତେ ଅନଳ ଲଭିଲିଭେ ଘୃତ ଧାରେ କାଳ କି ପ୍ରବେଶ ସଂସାରେ ବଚା ନ କରେ କ୍ଷୀର ପାନ ଗାଈ ନ କରେ କ୍ଷୀର ଦାନ ତୃଣ ନ ଚରି ଅଶ୍ରୁ ମୁଖେ ବୃଷଭ ଗୋଷ୍ଠୀ ରହେ ଦୁଃଖେ ହରସେ ନ କରଇ ନାଦ ଦେଖ ଅଦ୍ଭୁତ ପରମାଦ ଦେବତା ପ୍ରତିମା ଚଞ୍ଚଳେ ରୋଦନ୍ତି ତନୁ ଘର୍ମ ଜଳେ ଏ ଜନପଦ ଗ୍ରାମ ମାନ ନଗର ଆବର ଉଦ୍ୟାନ বন আশ্রমে যেতে জনে মহিলা দেখই নয়নে সর্বে দিশন্তি হত শিরি চঞ্চল চঞ্চল বনগিরি বাহ্য অন্তর সর্ব চাহি মোহি হেমন্ত বিচারই শ্রীকৃষ্ণ পাদ লাগি মোহি অতি সুন্দর বিরাজই সে পাদ কিবা শূন্য গলা অবনি হেমন্ত দিশিলা সুত উবাচ হেমন্ত কহু ভীম আগে ধর্মানন্দন উদবেগে ভয়ে কম্পন্তি ছন্ন ছন্ন তক্ষণে মিলিলা অর্জুন রাজা চরণ তলে পড়ি
ଅଜ୍ଞାନେ ନମସ୍କାର ହୋଳି ଲୋଚନୁ ବହେ ଅଶ୍ରୁ ଜଳ ଦେହେ ବ୍ୟାପିଛି ଶ୍ରମ ଝାଳ ଅର୍ଜୁନ ଦେଖି ଧର୍ମସୂତ ତକ୍ଷଣେ ଛାଡ଼ି ଭୀମ ହସ୍ତ ନିସ୍ତେଜ ଦେଖି ତାର ଗାତ୍ର ବ୍ୟାକୁଳେ ହୃଦୟ କମ୍ପିତ ବନ୍ଧୁ ସୁହୃଦ ମଧ୍ୟେ ଥାଇ ପୁଛନ୍ତି ଅର୍ଜୁନକୁ ଚାହିଁ ନାରଦ ବଚନ ସୁମରି ଅନ୍ତରେ ଚିନ୍ତି ନରହରି ଅର୍ଜୁନ ମୁଖ ଚାହିଁ ଭଣି ଛନ୍ନ ବଦନେ ନୃପମଣି ଯୁଧିଷ୍ଠିର ଉବାଚ ଶୁଣ ଅର୍ଜୁନ ସାବଧାନେ ଦ୍ୱାରକାପୁରେ ବନ୍ଧୁଜନେ ସୁଖେ ଅଛନ୍ତି ନା ସମସ୍ତେ ଯାଦବ ବଂଶ ଯେ ଶପତେ ସୁର ମୋହର ମାତାମହ ସେ ଭଲେ ଅଛନ୍ତି କି କହ ମାତୁଳ ଅକ୍ରୂରର ତୁଲେ ସ୍ୱଗୃହେ ଅଛନ୍ତି ନା ଭଲେ ଦେବକୀ ଆଦି ନାରୀ ଯେତେ ସୁଖେ ଅଛନ୍ତି ନା ସମସ୍ତେ ଦେବକ ଉଗ୍ରସେନ ଦୁଇ ଭଲେ କିଛନ୍ତି ବେନି ଭାଇ ଜୟନ୍ତ ଗଦ ଯେ ସାରଣ ଏ ଆଦି ମାତୁଳ ନନ୍ଦନ ସାମ୍ବ ସାଥୀ କି ହଳଧର କହ କୁଶଳ ତାହାଙ୍କର ଯାଦବ ବଂଶେ ମହାରଥ ପ୍ରଦ୍ୟୁମ୍ନ ରୁକ୍ମିଣୀର ସୁତ ତାର କୁମର ଅନିରୁଦ୍ଧ ଅତି ଗମ୍ଭୀର ମହାଯୋଧ ସୁଷେଣ ସୁମିତ୍ର ସହିତେ ଭଲେ କିଛନ୍ତି କୃଷ୍ଣ ସୁତେ ବୃଷଭ ଆଦି ମହାବୀରେ ସୁଖେ କି ଅଛନ୍ତି ନଗରେ ଗୋବିନ୍ଦ ଅନୁଚର ଯେତେ ସୁଖେ ଅଛନ୍ତି ନା ସମସ୍ତେ ସୁନନ୍ଦ ନନ୍ଦ ଆଦି ଯେତେ ଉଦ୍ଧବ ମନ୍ତ୍ରୀର ସହିତେ ରାମ ଗୋବିନ୍ଦ ଭୁଜାଶ୍ରିତେ ସର୍ବେ ଅଛନ୍ତି ଟିକି ସୁସ୍ତେ ନିଶ୍ଚିନ୍ତେ ଭୁବନେ ଅଛନ୍ତି ଆମ୍ଭ କୁଶଳ ପଚାରନ୍ତି କରୁଣା ସିନ୍ଧୁ ନନ୍ଦବାଳ ବ୍ରାହ୍ମଣ୍ୟ ଭକତ ବତ୍ସଳ ବନ୍ଧୁ ବାନ୍ଧବ ତୁଲେ ବସି ସୁଧର୍ମା ମଧ୍ୟେ ବ୍ରହ୍ମ ରାଶି ଲୋକ ମଙ୍ଗଳ କ୍ଷେମ ଅର୍ଥେ ଯାହାର ଜନ୍ମ ଏ ଜଗତେ ସେ ହରି ଅଛନ୍ତି ନା ଭଲେ ରୋହିଣୀ ସୁତ ରାମ ତୁଲେ ଯାହାର ଭୁଜ ଆଶ୍ରା କରି ଯାଦବେ ବିଂଶୁ ତେଜ ଧରି ମହାପୁରୁଷ ଯୋଗ ବନ୍ଧେ କ୍ରୀଡ଼ନ୍ତି ପରମ ଆନନ୍ଦେ ଯାର ଚରଣେ ସେବା କରି ଷୋଳ ସହସ୍ର କୃଷ୍ଣ ନାରୀ ସତ୍ୟାର ଛନ୍ଦେ ଇନ୍ଦ୍ରଜିଣୀ ନନ୍ଦନ ବନୁ ଚକ୍ର ପାଣି ଲୀଳାରେ ଜିଣି ସେ ଅଚିନାଥ ଲୀଳାରେ ଜିଣି ସଚିନାଥ ବଳେ ଉପାଡ଼ି ପାରିଜାତ ଯାହା ବିଳସେ ଇନ୍ଦ୍ର ନାରୀ ସେ ପୁଷ୍ପ ବିଷ୍ଣୁ ତେଜ ହରି ସହସ୍ରେ ଶାଖା ପରିମାଣି ନାରୀଙ୍କି ଦେଲେ ଚକ୍ର ପାଣି ଯାହାର ଭୁଜ ଦଣ୍ଡ ବଳେ ଯଦୁ ପ୍ରବୀରେ ମୋହି ତଳେ ନିର୍ଭୟ ଜଗତେ ଭ୍ରମନ୍ତି ପାଦେ ସୁଧର୍ମା ଆକ୍ରମନ୍ତି हे भ्रात शुण महाभूत तुमते दिशु हत बीर्ज लभिला वस्तु केणे गला तोते अवज्ञा केवे कला चिरप्रवासे दुख चिंता तेणु बाधिशु मलिनता केवा भर्सना मंगले तोते सपिला वाक्य बले अर्थे प्राणी को देवा कलु मागंते कि अबा न देलु वृद्ध ब्राह्मण निरीमाखी स्त्री बालक गोरु दुखी रोगे पीड़ित जे रोदंती
ଯେହୋବା ଶରଣ ପଶନ୍ତି ଯାହାଙ୍କୁ ଦୟାବାନ କଲୁ, ତେଣୁ ତୁ ଅଶୁଭ ଦିଶିଲୁ। ଅଗମ୍ୟା କଲୁ ବାଗମନ, କିବା ହରିଲୁ ସ୍ତ୍ରୀ ଜନ। ମାର୍ଗେ ଆସନ୍ତେ ତୁ ଚଞ୍ଚଳେ, କେବା ଜିଣିଲା ତୋତେ ବଳେ। ବାଳକ ବୃଦ୍ଧ ନ ଭୁଞ୍ଜାଇ, ଅଗ୍ରେ ଭୁଞ୍ଜିଲୁ ଅବା ତୁହି। କିବା ନିନ୍ଦିତ କର୍ମ କଲୁ, ତେଣୁ ତୁ ଏମନ୍ତ ଦିଶିଲୁ। କିବା ତୋ ଜୀବନ ଠାକୁର, ଗୋବିନ୍ଦ ହୋଇଲେ ଅନ୍ତର। କାହା ବିହୀନେ ଶୂନ୍ୟ ତୁହି, ଏମନ୍ତ ପ୍ରାୟ ମୁଁ ମଣଇ। ତମନେ ଦୁଃଖ ଏହା ବିନେ, କେବେ ହେନ ଘଟେ ମୋ ମଣେ। ହରିଚରିତ ସୁଧାବାଣୀ, ଶୁଣି ସଂସାରୁ ତର ପ୍ରାଣୀ। କହଇ ବିପ୍ର ଜଗନ୍ନାଥ, ପ୍ରଥମ ସ୍କନ୍ଧେ ଭାଗବତ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସ୍ୟାଂ ସଂହିତାୟାଂ ପ୍ରଥମ ସ୍କନ୍ଧେ ଯୁଧିଷ୍ଠିର ବିତର୍को नाम ଚତୁର୍ଦ୍ଦଶ ଅଧ୍ୟାୟ। ଓಂ ନମୋ ଭଗବତେ ବାସୁଦେବାୟ। ହରି ଓମ୍।